ବିକାଶ ନାଁରେ ଚାଲିଛି ବ୍ୟାପକ ଜଙ୍ଗଲର ବିନାଶ। ଫଳରେ ବିଶ୍ୱର ସର୍ବବୃହତ୍ ଜୀବ ହାତୀ ଏବେ ବାସହରା ହୋଇ ସହର ମୁହାଁ ହୋଇଛି। ଆଉ ସତେକି ଯେମିତି ଏ ସଭ୍ୟ ସମାଜକୁ ପଚାରୁଛି, ମୋ ଜଙ୍ଗଲକୁ କାହିଁକି ଧ୍ୱଂସ କରୁଛ? ମୋର ବାସସ୍ଥଳୀ ଓ ଖାଦ୍ୟଦ୍ରବ୍ୟକୁ କାହିଁକି ନଷ୍ଟ କରୁଛ? ବୃକ୍ଷ ବିନା ପରିବେଶ ଅସନ୍ତୁଳିତ ହୋଇ ଜୀବଜଗତ ବିପଦରେ ପଡ଼ିବ। ଏହିପରି କିଛି ପ୍ରତିବାଦ ଜଣାଇ ଦୀର୍ଘ 3 ଦିନ ହେବ ଏକ ଦନ୍ତାହାତୀ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଛି। ଆଜି ସକାଳୁ ସକାଳୁ ହାତୀଟି ଆନନ୍ଦପୁର ପୌରାଞ୍ଚଳର 13 ନମ୍ବର ୱାର୍ଡ ଭିତରେ ଓ ରାସ୍ତାରେ ଘୁରି ବୁଲୁଛି। ହାତୀଟିକୁ ଘଉଡ଼ାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ହାତୀଟିକୁ ଦେଖିବାକୁ ଲୋକଙ୍କର ପ୍ରବଳ ଗହଳି ମଧ୍ୟ ଲାଗିଛି। 3 ଦିନ ଧରି ବନ ବିଭାଗକୁ ନାକେଦମ କଲାଣି ଏହି ଦନ୍ତା। ଖବର କେନ୍ଦୁଝର।